ମଣିଷ ଜୀବନର ତମାମ ନିଜ ହାତରେ ପଥରର ଯେଉଁ ମନ୍ଦିର ତୋଳିଥାଏ ତାରି ଭିତରେ ଯାଇ ଈଶ୍ୱରଙ୍କ ପାଖରେ ଯେଉଁ ଈଶ୍ୱରଙ୍କୁ ସେ ନିଜେ ବି ମଧ୍ୟ ନିଜ ହାତରେ ଗଢ଼ିଥାଏ ତାରି ପାଖରେ ଯାଇକି ମୁଣ୍ଡ ନୁଆଇଁ ମୁଣ୍ଡିଆ ମାରୁଥାଏ ଏବଂ ସକଳ ଇଚ୍ଛା ଅଭିଳାଷ ବା ପ୍ରାପ୍ତି ପାଇଁ ପ୍ରାର୍ଥନା କରୁଥାଏ। ଅଥଚ ଈଶ୍ୱର ଯେଉଁ ମନ୍ଦିରଟିକୁ ତୋଳିଛନ୍ତି ସେ ମନ୍ଦିର ପ୍ରତି ମଣିଷର ଖିଆଲ ନଥାଏ। ସେ ମନ୍ଦିରଟି ହେଲା ତୁମର ନିଜ ଶରୀର। ଏହି ଶରୀରଟି ହେଲା ଈଶ୍ୱରଙ୍କ ଦ୍ୱାରା ନିର୍ମିତ ମନ୍ଦିର। ଏହି ଆମର ଶରୀର ରୂପକ ମନ୍ଦିର ଭିତରେ ପରମାତ୍ମା ବିରାଜିତ ହୋଇଛନ୍ତି ଏବଂ ସବୁଠାରୁ ଆଶ୍ଚର୍ଯ୍ୟ କଥା ଏଇ ଯେଉଁ ମନ୍ଦିର ଏହା ଭିତରେ ମଧ୍ୟ ନୀତି ପ୍ରତିଦିନ 24 ଘଣ୍ଟା ଗୋଟିଏ ଅଖଣ୍ଡ ଦୀପ ଦିକ୍ ଦିକ୍ ହେଇ ଜଳୁଛି ଏବଂ ଯେଉଁ ଦୀପରେ ମଣିଷକୁ କେବେ ତେଲ ଟିକେ ଦବାକୁ ପଡ଼େନି ଏବଂ ବଳିତାଟା ମଧ୍ୟ ସେଥିରେ ଯୋଖିବାକୁ ପଡ଼େନି। ଇଏ ଏଭଳି ଏକ ମନ୍ଦିର ଈଶ୍ୱର ତିଆରି କରିଛନ୍ତି ଯାହା ଭିତରେ ଦୀପ ଜଳୁଛି, ଅଖଣ୍ଡ ଦୀପ ଆଦୌ ଲିଭୁନି, କିନ୍ତୁ ତା ଭିତରେ ବଳିତା ନାହିଁ କି ତେଲ ନାହିଁ। ଆଉ ଯେଉଁଦିନ ଏଇ ଦୀପଟି ଲିଭିଯିବ ଏ ମନ୍ଦିରଟି ମଧ୍ୟ ମନ୍ଦିରର ଦ୍ୱାର ମଧ୍ୟ ବନ୍ଦ ହୋଇଯିବ। ବନ୍ଧୁ, ଏଇ ଈଶ୍ୱରଙ୍କ ଦ୍ୱାରା ନିର୍ମିତ ଏଇ ଆମର ଶରୀର ରୂପକ ମନ୍ଦିରଟିକୁ ମୋର ଇଚ୍ଛା ଆପଣମାନେ ଏଇ ମନ୍ଦିରଟିକୁ ଶୁଦ୍ଧ କରନ୍ତୁ, ଶୁଦ୍ଧ ରଖନ୍ତୁ, ସୁନ୍ଦର କରି ରଖନ୍ତୁ। ତାହେଲେ ଏଇ ମନ୍ଦିର ଭିତରେ ଈଶ୍ୱରଙ୍କ ସହିତ ଆପଣଙ୍କର ନିଶ୍ଚୟ ସାକ୍ଷାତ ହେବ। କେବେ ବି ସେଇ ପଥରର ମନ୍ଦିର ଭିତରେ ଆଦୌ ନୁହେଁ।